ଗତ ରାତିରେ ଏପରି ଘଟଣା ପରେ ରାତିସାରା ବିଜୟଙ୍କ ବାପାଙ୍କ ଆଖିରେ ନିଦ ନଥାଏ। କାରଣ ତାଙ୍କ ପଛରେ ଆସିଥିବା ଆତ୍ମା ସାଧାରଣ ଆତ୍ମା ନଥିଲା, ବରଂ ବହୁତ ଭୟାନକ ଥିଲା। ବ୍ରାହ୍ମଣ ହୋଇ ମଧ୍ୟ ସେ ଏପରି ଆତ୍ମାର ଶିକାର ହେବା ଅସାଧାରଣ ଥିଲା। ଗତ ରାତିରେ ବାହାରେ ମିଠା ଦେଇଥିବା ପତ୍ରରେ ଏପରି ଛେଦ ହୋଇଥିଲା ଯେପରି କେହି ଏସିଡ୍ ପକାଇଛି। ବିଜୟଙ୍କ ବାପା ବୁଝିଗଲେ କି ଯଦି କିଛି ବ୍ୟବସ୍ଥା କରା ନଯାଏ ତେବେ ଆତ୍ମାଟି ସମଗ୍ର ପରିବାରକୁ ନଷ୍ଟ କରିଦେବ। ତେଣୁ ଏସବୁ କଥା ବିଚାର କରି ବିଜୟଙ୍କ ବାପା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହାରି ପଡ଼ିଲେ। କାରଣ ସେ ଜାଣିଥିଲେ ସବୁ ସମସ୍ୟାର ସମାଧାନ କେବଳ ଜଗତର ଠାକୁର ଶ୍ରୀ ଜଗନ୍ନାଥ ହିଁ ସମାଧାନ କରିପାରିବେ। ହେଲେ ପୁରୀରୁ ଆସିଲା ପରେ ବିଜୟଙ୍କ ବାପା ଯାହା ଶୁଣିଲେ ସେ କିଛି ସମୟ ପାଇଁ ସ୍ଥାଣୁ ପାଲଟିଗଲେ। ପ୍ରକୃତରେ କ'ଣ ହୋଇଥିଲା ଜାଣିବା ପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଜୟ ଶ୍ରୀରାମ। ऋषि हरर हाउसକୁ ଆପଣମାନଙ୍କୁ ସ୍ୱାଗତ। ଏହି ଚ୍ୟାନେଲ ମାଧ୍ୟମରେ ଆମେ ଏପରି ସତ୍ୟ ଘଟଣା ଉପରେ ଆଧାରିତ କେତେକ କାହାଣୀ ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ। ଯଦି ଆପଣ ଏପରି ସତଭୂତ କାହାଣୀ ଦେଖିବାକୁ ପସନ୍ଦ କରନ୍ତି ତେବେ ଏହି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣ ପାଇପାରିବେ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ କାହାଣୀ ବିଷୟରେ ଜାଣିବା। ବିଜୟଙ୍କ ବାପା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଗଲା ପରେ ପାଖାପାଖି ଗୋଟିଏ ସପ୍ତାହ ସେହି ମନ୍ଦିରରେ ବିତାଇଲେ ଏବଂ ପ୍ରତିଦିନ ବିଭିନ୍ନ ପ୍ରକାରର ପୂଜା ମଧ୍ୟ କରାଗଲା। ସମସ୍ତ କାର୍ଯ୍ୟ ପରେ ବିଜୟଙ୍କ ବାପାଙ୍କ ମନ ହାଲକା ହୋଇଯାଇଥିଲା, କାରଣ ଏତେ ସବୁ ପୂଜା ପରେ ସବୁ ସମସ୍ୟାର ସମାଧାନ ହୋଇଯାଇପାରିଥିବ। କିନ୍ତୁ ତାଙ୍କ ଭାବନା ଭୁଲ ଥିଲା। କାରଣ ଘରେ ପହଞ୍ଚିବା ପରେ ବିଜୟଙ୍କ ବାପା ଏପରି କିଛି କଥା ଶୁଣିଲେ ଯାହାକି ତାଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା। ପୁରୀ ମନ୍ଦିରରୁ ଫେରିଲା ପରେ ବିଜୟଙ୍କ ବାପା ଦେଖିଲେ ଘର ଭୟ ଆଉ ଡରରେ ସମସ୍ତେ ବଞ୍ଚୁଛନ୍ତି। କାରଣ ଯେଉଁଦିନ ବିଜୟଙ୍କ ବାପା ପୁରୀ ମନ୍ଦିର ବାହାରିଥିଲେ ସେହିଦିନ ରାତିରୁ କେହି ଜଣେ ଆସି ଘରର କବାଟ ବାଡ଼ାଏ ଏବଂ ଅଜବ ପ୍ରକାର ଶବ୍ଦ କରେ। ତା ସହିତ ଆଶ୍ଚର୍ଯ୍ୟକର କଥା ହେଲା ଯେ ସେ ଖାଇବା ପାଇଁ ମଧ୍ୟ ଖାଦ୍ୟ ମାଗେ। ଆଉ କେବେ କେବେ ଶୁଣାଯାଏ, ମୁଁ ତୁମମାନଙ୍କୁ ମାରିଦେବି। ଏତିକି କହି ବହୁ ବିଜୟଙ୍କ ପରିବାରକୁ କାହିଁକି ଏତେ ହଇରାଣ କରୁଛି? ଉତ୍ତର ଏହି ଭିଡ଼ିଓର ପାର୍ଟ 1ରେ ଅଛି। ପାର୍ଟ 1 ଦେଖିବା ପାଇଁ ଡେସ୍କ୍ରିପସନ୍ ଚେକ୍ କରିପାରିବେ। ତେବେ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିବେ ଏବଂ ଆପଣ ପରବର୍ତ୍ତୀ କାହାଣୀ କେଉଁ ଜିଲ୍ଲାର ଶୁଣିବାକୁ ଚାହାନ୍ତି କିମ୍ବା କେଉଁ ରାଜ୍ୟର କାହାଣୀ ଦେଖିବା ପାଇଁ ଚାହାନ୍ତି କମେଣ୍ଟରେ ଜଣାଇ ପାରିବେ।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଜୟ ଶ୍ରୀରାମ।